ବଜ୍ରପାତରେ ଜଳିଗଲା 4ଟି ବସ୍। ବିଷମ କଟକ ବସ୍ଷ୍ଟାଣ୍ଡ ନିକଟରେ ବସ୍ରେ ଲାଗିଲା ନିଆଁ। ବେଦମାତା ନାମକ 4ଟି ବସ୍ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଘଡ଼ଘଡ଼ି ସହ ବିଜୁଳି ଯୋଗୁଁ ସର୍ଟ ସର୍କିଟ୍ ହୋଇଥିବା ଜଣାପଡ଼ିଛି। ଗୋଟିଏ ପରେ ଗୋଟିଏ ହୋଇ ଏପରି 4ଟି ବସ୍ରେ ନିଆଁ ଲାଗିଥିବା ଜଣାପଡ଼ିଛି। ଅଳ୍ପକେ ଅନେକ ଗାଡ଼ିଗୁଡ଼ିକ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଛି। ଦମକଳ ବାହିନୀର ଅବହେଳା ଯୋଗୁଁ ନିଆଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ବସ୍ ଠାରୁ ଆଉ ଗୋଟିଏ ବସ୍କୁ ବ୍ୟାପିବାରେ ଲାଗିଥିଲା। ଶେଷରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲା। ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଗହଳି ଚହଳି ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା 4ଟି ବସ୍ ଗୋଟିଏ ମାଲିକର। ଏହି ବସ୍ଗୁଡ଼ିକ ବିଷମ କଟକର ବାସିନ୍ଦା କିରଣ କୁମାର ସାହୁଙ୍କର ବୋଲି ଜଣାପଡ଼ିଛି। ଏହି ଘଟଣା ଘଟିବା ପରେ ବିଷମ କଟକ ପ୍ରଶାସନ ତରଫରୁ ତହସିଲଦାର କେଭି ରେଡ୍ଡି ଓ ବିଡିଓ ସଦାଶିବ ନାୟକ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ଘଟଣାରେ କେହି ହତାହତ ହୋଇନଥିବା ବେଳେ ଏହି ଘଟଣା ବିଷମ କଟକ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଦେଇଛି। ରାୟଗଡ଼ା ଜିଲ୍ଲାରୁ ପ୍ରସନ୍ନ କୁମାର ପଣ୍ଡାଙ୍କ ରିପୋର୍ଟ, ଜିଲ୍ଲା ଖବର।